ଦେଖନ୍ତୁ ଆଜି ସାରା ଓଡ଼ିଶାରେ ଶହୀଦ ଶାସନ ଦିବସ ପାଳନ କରାଯାଇଛି। ଦିନ 11ଟା ବେଳେ ଆମ ମୁଖ୍ୟମନ୍ତ୍ରୀ ବି ଭର୍ଚୁଆଲ ମାଧ୍ୟମ ସମସ୍ତଙ୍କୁ ବାର୍ତ୍ତା ରଖିବେ। ଏହି ଶହୀଦ ଶାସନ ଦିବସ ଉପଲକ୍ଷେ ମୁଁ ଓଡ଼ିଶାବାସୀଙ୍କୁ କହିବି, ଓଡ଼ିଶାର ବିକାଶ ପାଇଁ ସମସ୍ତଙ୍କ ହୃଦୟ ରହିବା ଦରକାର, ଇଚ୍ଛାଶକ୍ତି ରହିବା ଦରକାର। ତ ବିକାଶ ଧାରାକୁ ସାଧାରଣ ନାଗରିକ ଚାହିଁଲେ ହିଁ ଆଗକୁ ଗତି କରିପାରିବ। ସାଧାରଣ ନାଗରିକ ଯେପର୍ଯ୍ୟନ୍ତ ଚାହିଁ ନାହିଁ, ଜଣେ ନେତା ଚାହିଁଲେ ବି ହେଇପାରିବ ନାହିଁ। ତେଣୁ ସମସ୍ତଙ୍କ ଦାୟିତ୍ୱ ରହିଛି ଏହି ଶହୀଦ ଶାସନ ଦିବସରେ ଓଡ଼ିଶାର ସ୍ୱାଭିମାନ ଏବଂ ସ୍ୱଚ୍ଛତା ଅବଲମ୍ବନ କରି ସମସ୍ତଙ୍କ ଦାୟିତ୍ୱ ନିଭାଇବା ଦରକାର ଅଛି। ଜୟ ହିନ୍ଦ, ଜୟ ଜଗନ୍ନାଥ। ଶହୀଦ ଶାସନ ଦିବସ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ଏ ସକାଶେ ରାଜ୍ୟ ସରକାରଙ୍କର ଯେଉଁ ନିର୍ଦ୍ଦେଶ ମୁତାବକ ଆମେ ଏ ଉତ୍ସବକୁ ପାଳନ କରୁଛୁ। ଏଥିରେ ବେଲଗୁଣ୍ଠାବାସୀଙ୍କର ସମସ୍ତ ଯୋଗଦାନ ଆମକୁ ଉତ୍ସାହିତ କରିଛି। ବିଶେଷ କରି ସବୁ ବଡ଼ି ସକାଳୁ ଯେଉଁ ମାରାଥନ୍ ରେସ୍ରେ ବେଲଗୁଣ୍ଠାବାସୀଙ୍କର ଯେଉଁ ଯୋଗଦାନ ଆମକୁ ଏହି ଉତ୍ସବ ପାଳନ କରିବା ପାଇଁ ବହୁ ଗୁଣରେ ଉତ୍ସାହିତ କରିଛି। ଏବଂ ଆମେ ଏଥିପାଇଁ ଯେଉଁ ପ୍ରୋଗ୍ରାମ୍ ସବୁ ରଖିଛୁ, ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିରେ ସାମିଲ ହୋଇ ଏହି ଉତ୍ସବକୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ଭାବରେ ପାଳନ କରିବା ସହାୟ ହୋଇଛନ୍ତି। ଆଶା କରିବି ପୁଣି ଯେଉଁ ଅପରାହ୍ନରେ ଯେଉଁ କାର୍ଯ୍ୟକ୍ରମ ଅଛି, ସେଥିରେ ମଧ୍ୟ ସମସ୍ତ ବେଲଗୁଣ୍ଠାବାସୀ ସାମିଲ ହୋଇ ଏ କାର୍ଯ୍ୟକ୍ରମ ଉପଭୋଗ କରିବେ ତଥା ବେଲଗୁଣ୍ଠା ସହରକୁ ଗୋଟିଏ ସ୍ୱଚ୍ଛ, ସୁନ୍ଦର, ସରସ ସହର ଗଢ଼ି ତୋଳିବାରେ ଆମମାନଙ୍କୁ ପୂର୍ଣ୍ଣ ଭାବରେ ସାହାଯ୍ୟ କରିବେ।